ଧନଞ୍ଜୟ ଭଞ୍ଜ ରୀତିଯୁଗରେ ଧନଞ୍ଜୟ ଭଞ୍ଜ 1611 ଖ୍ରୀଷ୍ଟାବ୍ଦରେ ଭୂମିଷ୍ଠ ହୋଇଥିଲେ, ଜନ୍ମଗ୍ରହଣ କରିଥିଲେ। 1636 ଖ୍ରୀଷ୍ଟାବ୍ଦରୁ 1701 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦୀର୍ଘ 65 ବର୍ଷ ଘୁମୁସରର ରାଜସିଂହାସନ ଅଳଙ୍କୃତ କରିଥିଲେ। ଧନଞ୍ଜୟ ଭଞ୍ଜ ସେ 5 ଖଣ୍ଡ ନାମକ ଉତ୍କୃଷ୍ଟ କାବ୍ୟ ରଚନା କରିଥିଲେ। ଇଚ୍ଛାବତୀ ତାଙ୍କର କାଳ୍ପନିକ କାବ୍ୟ, ଅନଙ୍ଗରେଖା ତାଙ୍କର କାଳ୍ପନିକ କାବ୍ୟ, ତ୍ରିପୁରା ମୋହିନୀ କାଳ୍ପନିକ କାବ୍ୟ, ମଦନମଞ୍ଜରୀ କାଳ୍ପନିକ କାବ୍ୟ, ଶ୍ରୀରାମ ବିଳାସ ପୌରାଣିକ କାବ୍ୟ। ଏଥିରେ ରାମଙ୍କ କଥା କୁହାଯାଇଛି। ଧନଞ୍ଜୟ ଭଞ୍ଜଙ୍କର ଶ୍ରୀରାମ ବିଳାସ ଉପେନ୍ଦ୍ର ଭଞ୍ଜଙ୍କୁ ବୈଦେହୀଶ ବିଳାସ ଲେଖିବା ପାଇଁ ପ୍ରଭାବିତ କରିଥିଲା। ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ଲେଖିବା ପାଇଁ ଧନଞ୍ଜୟ ଭଞ୍ଜଙ୍କ ଶ୍ରୀରାମ ବିଳାସ ତାଙ୍କୁ ଲେଖିବା ପାଇଁ ପ୍ରଭାବ କରିଥିଲା। ତାଙ୍କ ଚଉତିସା ହେଉଛି କେଳିକଳ୍ପଦ୍ରୁମ ଚଉତିସା। ଇଚ୍ଛାବତୀ କାବ୍ୟ ତାଙ୍କର 10 ଛାନ୍ଦର ସମାହାର, 10 ଛାନ୍ଦ ବିଶିଷ୍ଟ। ଅନଙ୍ଗରେଖା 25 ଛାନ୍ଦ ବିଶିଷ୍ଟ। ଧନଞ୍ଜୟ ଭଞ୍ଜ ଚୌପଦୀ ଭୂଷଣର ରଚୟିତା ଥିଲେ।